ଗୁରୁବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। କୁମ୍ଭୀର ଗଣନା ଲାଗି ବନ୍ଦ ରହିବ 3 ଦିନ। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ଡାଙ୍ଗମାଳ କାର୍ଯ୍ୟାଳୟ ପରିସରରେ ସହକାରୀ ବନ ସଂରକ୍ଷକ ମାନସ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଭରତରାଜ ଗାଓଁକର, ଆଇଏଫଏସ୍ ବିବେକ କୁମାର, ଗବେଷକ ଗତିକୃଷ୍ଣ ପରିଡ଼ା, ପ୍ରାଣୀ ବିଜ୍ଞାନୀ ଡାକ୍ତର ଶିବପ୍ରସାଦ ପରିଡ଼ା, ଜଗଦେଇ, ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଦିନ ଓ ରାତିରେ କୁମ୍ଭୀର ଗଣନା କରାଯିବ। ରାଜନଗର ବନଖଣ୍ଡରେ ଏନେଇ 23ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ 6 ଜଣ ଲେଖାଏଁ ସାମିଲ ହେବେ। କନିକା ରେଞ୍ଜରେ 11ଟି ଟିମ୍, ରାଜନଗର ରେଞ୍ଜରେ 7ଟି ଟିମ୍, ଗହୀରମଥା ଓ ମହାକାଳପଡ଼ା ରେଞ୍ଜରେ 2ଟି ଲେଖାଏଁ ଟିମ୍ କୁମ୍ଭୀର ଗଣନା କରିବେ। ପ୍ରଥମ ଥର ପାଇଁ କୁଞ୍ଜଙ୍ଗ ରେଞ୍ଜରେ ଗଣନା ପାଇଁ ଗୋଟିଏ ଟିମ୍ ଗଠନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ପରିଧିର ପ୍ରାୟ 51ଟି ସ୍ପଷ୍ଟରେ 3 ଦିନ ଧରି କୁମ୍ଭୀର ଗଣନା କାର୍ଯ୍ୟ କରାଯିବ। ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ଭିତରକନିକା ନ ଆସିବା ପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି।